78 ଲକ୍ଷ ପେନ୍ସନର୍ସଙ୍କ ପାଇଁ ଖୁସି ଖବର। ନୂତନ ପେନ୍ସନ୍ ବୃଦ୍ଧି ଦାବି ପୁଣି ତେଜ। ଏଥର ସଫଳ ହେବ କି? ନମସ୍କାର ବନ୍ଧୁମାନେ, ଆପଣମାନେ ଦେଖୁଛନ୍ତି ଜନ୍ ଓଡ଼ିଆ ଟିଭି ୟୁଟ୍ୟୁବ୍ ଚ୍ୟାନେଲ୍। ଆଜିର ବଡ଼ ଖବର, 78 ଲକ୍ଷରୁ ଅଧିକ EPS 95 ପେନ୍ସନର୍ସଙ୍କ ପାଇଁ ଆସିପାରେ ବଡ଼ ଖବର। ନୂତନ ପେନ୍ସନ୍ ବୃଦ୍ଧି ଦାବି ପୁଣି ଥରେ ତେଜ ହୋଇଛି। ତାହେଲେ ପ୍ରଶ୍ନ, ଏଥର ସରକାର କ'ଣ ନେବେ ବଡ଼ ସିଦ୍ଧାନ୍ତ? ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ। ଏମ୍ପ୍ଲୟ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଅଧୀନରେ ଚାଲୁଥିବା ଏମ୍ପ୍ଲୟ ପେନ୍ସନ୍ ସ୍କିମ୍ 1995 ବା EPS 95 ଅନୁସାରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପେନ୍ସନ୍ ପାଉଛନ୍ତି। ବର୍ତ୍ତମାନ ନୂତନ ପେନ୍ସନ୍ ମାତ୍ର 1000 ଅଛି, ଯାହାଦ୍ୱାରା ଜୀବନଯାପନ କରିବା ବହୁତ କଷ୍ଟକର। ଦୀର୍ଘ ଦିନ ଧରି ପେନ୍ସନର୍ସମାନେ 7500 ନୂତନ ପେନ୍ସନ୍ ସହିତ ମହଙ୍ଗା ଭତ୍ତା ଦାବି କରୁଛନ୍ତି। ପେନ୍ସନର୍ସ ସଂଗଠନମାନେ ଦିଲ୍ଲୀରେ ଧାରଣା, ଆନ୍ଦୋଳନ ଏବଂ ସ୍ମାରକପତ୍ର ଦେଇ ସରକାରଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ସମ୍ପ୍ରତି ପୁଣି ଥରେ ଏହି ଦାବି ତେଜ ହୋଇଛି। ସରକାର କହିଛନ୍ତି ଯେ ପେନ୍ସନ୍ ବୃଦ୍ଧି ବିଷୟଟି ଆର୍ଥିକ ଭାବରେ ଖୁବ୍ ସମ୍ବେଦନଶୀଳ। ତେବେ ନିର୍ବାଚନ ପରିବେଶ ଓ ସାମାଜିକ ଚାପ ଦୃଷ୍ଟିରୁ କେନ୍ଦ୍ର ସରକାର ଏହି ବିଷୟ ପୁନର୍ବିଚାର କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତର ପ୍ରାୟ 78 ଲକ୍ଷ EPS 95 ପେନ୍ସନର୍ ଅଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ ନାଗରିକ। 1000 ପେନ୍ସନ୍ ଦ୍ୱାରା ଔଷଧ, ଘର ଖର୍ଚ୍ଚ ଏବଂ ଦୈନିକ ଜୀବନ ଚଳାଇବା ଅସମ୍ଭବ ପ୍ରାୟ। ଯଦି 7500 ପର୍ଯ୍ୟନ୍ତ ବୃଦ୍ଧି ହୁଏ, ତେବେ ଏହା ଲକ୍ଷ ଲକ୍ଷ ପରିବାରଙ୍କ ପାଇଁ ବଡ଼ ରାହତ ହେବ। ସୂତ୍ରମାନଙ୍କ ଅନୁସାରେ ପେନ୍ସନ୍ ବୃଦ୍ଧି ପ୍ରସ୍ତାବ ସମ୍ପର୍କିତ ଆଲୋଚନା ଚାଲିଛି, ହେଲେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ତେଣୁ ଆମେ ଅପେକ୍ଷା କରିବାକୁ ପଡ଼ିବ ସରକାରୀ ସ୍ପଷ୍ଟ ଘୋଷଣା ପର୍ଯ୍ୟନ୍ତ। ସରକାର ଉପରେ ଚାପ ବଢ଼ୁଛି, ପେନ୍ସନର୍ସମାନଙ୍କର ଏକତା ମଧ୍ୟ ବଢ଼ୁଛି। ଯଦି ଆର୍ଥିକ ପରିସ୍ଥିତି ଅନୁକୂଳ ରହେ, ତେବେ ଏଥର ଏକ ସକାରାତ୍ମକ ନିଷ୍ପତ୍ତି ଆସିପାରେ। ତାହେଲେ ବନ୍ଧୁମାନେ, ଆପଣମାନଙ୍କ ମତ କ'ଣ? 7500 ନୂତନ ପେନ୍ସନ୍ ଦାବି ଯୁକ୍ତିସଙ୍ଗତ କି? କମେଣ୍ଟରେ ନିଶ୍ଚିତ ଜଣାନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଜନ୍ ଓଡ଼ିଆ ଟିଭି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।